अमरपुर जमीदार मो हूँ अमरेन्द्र चौधरी। एठी मोर व्यवसाय मु धर्म न्याय शांति रे परिचालना करुछि। प्रजा माने मोठू ऋण नहीं से माने तांकर चाष कार्य करती आउ बणिक माने व्यवसाय करी धर्म को चाही सठिक समय समूल सद फेरत कर दियंती। किंतु मोर एक मात्र पुत्र सागर जाइथिला उद्यान भ्रमण पाई ए पर्यंत न फेरिला कहीं मने मोर आशंका चतर होसी कहीं ना माँ छेउंड पुअटा तो ताकू न देखिले मो आखिर निद हजि जाए। हौ ताकू टिके अपेक्षा करे। बापा घेना कर मोर भक्ति भरा भूमिष्ठ प्रणाम। बापा तू एते बेला जे कुआडे थिलु रे पुओ? बापा उद्यान भ्रमण को जाइथिलु? हाँ बापा। एते समय विलंब है कोन पाई? बापा मु उद्यान भ्रमण करबा पई जाइथिली बोली ए झियो मो सहित साक्षात हेले। ए झियो? हाँ बापा। अरे झियो की ये हो तू संग राणी छु कोन पाई? बापा पिता सोना मोरा गिरा सब जा कोई बार सी कहो अभिमान गुण कर पिता सोना मोरा गिरा अभिमान गुण कर पिता सोना मोरा गिरा अभिमान गुण कर पिता हे भावना जाइथिली कानन को देखिली युवती प्रेम भिक्षा कला मजे सिंदूर देली मुताकू जाइथिली कानन को देखिली युवती प्रेम भिक्षा कला मजे सिंदूर देली मुताकू बापा न धरी बदोस कर गो आशीर्वाद अटूट ए बंधन ठाउ बापा जुग जुगर बापा हे भावना पर आईछि मु बहु गो तुमार बापा हे
ମୁଁ ତମକୁ ସବୁ କିଛି ନ କହିକି ବହୁତ ବଡ ଭୁଲ କରିଦେଇଛି ବାପା। ତୁ ବୁଲିବାକୁ ଯାଇଥିଲୁ ହଁ ବାପା। ସାଙ୍ଗରେ ମୋ ବୋହୂକୁ ନେଇ ଫେରିଛୁ। ହଁ ବାପା ହଁ। ଆରେ ବାପା ତୋର ଏମିତି କଣ ଅସୁବିଧା ହେଲା ଯେ ମୋତେ ନ ଜଣେଇ ବାହା ହେଇ ପଡ଼ିଲୁ? ବାପା ମୋର ଭୁଲ ହେଇଯାଇଛି ବାପା, ମତେ କ୍ଷମା କରିଦିଅ। ବାପା ଆମ ଦୁଇ ଜଣଙ୍କୁ କ୍ଷମା କରିଦିଅ ବାପା। ଆଲୋ ଏଇ ଝରଣା, ତମେ ମୋର ସମସ୍ତ ପ୍ରାଣ ଗ୍ରହଣ କରନ୍ତୁ ବାପା। ଏ ଝରଣା। ହେଲା ମା ହେଲା। ଆରେ ମା ଏ ପାଗଳାଟା ତୋତେ ଭଲ ପାଉଛି। ହଁ ବାପା ତୁ ସତରେ ମନ ପ୍ରାଣ ଦେଇ ଭଲ ପାଇଛି। ତୁ ମତେ ଭଲ ପାଉଛୁ? ହଁ ବାପା ତାହେଲେ ଆମ ମୋର- ଦୁଇ ଜଣଙ୍କୁ ଆଶୀର୍ବାଦ କରନ୍ତୁ। ମୋର ଭାବିବାର କଣ ଅଛି? ତୁ କଣ ଭାବୁଛୁ ତୋ ପସନ୍ଦକୁ ମୁଁ ସ୍ୱୀକାର କରିବି? ବାପା ନାଇଁରେ ବାପା, তোর যেতেবেলে পছন্দ হয়ে সারিছি ବାପା অস্বীকার করে প্রশ্ন হি উঠুনি। ସତ କହୁଛ ବାପା। ହଁ ମୁଁ ଆମ ତମ ଦୁଇ ଦି ଜଣଙ୍କୁ- ଜଣଙ୍କର ବାହାଘର ଧୁମଧାମରେ କରିବି। ବାପା ଯାହା ଦେଖି ଏ ହରିହରପୁରର ପ୍ରଜାମାନେ ସମସ୍ତେ ଖୁସିରେ ନାଚି ଉଠିବେ। ସତ କହୁଛ ବାପା ବାପା। ଆରେ ମା, ହେଲେ ମୁଁ ତ ଗୋଟାଏ କଥା ଜାଣିପାରିଲିନି। ବାପା ଆରେ ମା ତୋ କୁହନ୍ତୁ। ନାଁ କଣ, ତୁ କିଏ, ତୋ ବାପା ମା କିଏ? ମୁଁ ତ ଜାଣିପାରିଲିନି ରେ ମା। ବାପା ସତ କଥାଟା କହିବାକୁ ଗଲେ ମୋ ନାଁଟି ହେଉଛି ଝରଣା, ଆଉ ମୋ ଗାଁ ନାଁଟି ହେଉଛି ଲକ୍ଷ୍ମୀପୁର। କଣ କଣ କହିଲୁ, କଣ କହିଲୁ, ଆଉ ଥରେ କହିଲୁ, ଆଉ ଥରେ କହିଲୁ। ହଁ କୋଉ ଗାଁ କହିଲୁ? ଲକ୍ଷ୍ମୀପୁର। ଲକ୍ଷ୍ମୀପୁର। ହଁ ଲକ୍ଷ୍ମୀପୁରର ଜମିଦାର ହଁ 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 ତାରି ଝିଅ ତ? ହଁ ମୁଁ ଆରେ ହେଲି ସେ ତାଙ୍କରି ମୋର ଝିଅ। ବାଲ୍ୟ ବନ୍ଧୁ। ତମ ବାଲ୍ୟକାଳର ହଁ। ବନ୍ଧୁ। ତମେ ସତ କହୁଛ ବାପା? ହଁ ରେ ମା, ତାହେଲେ ତ ମତେ ଭଲ ଭାବରେ ଲକ୍ଷ୍ମୀପୁର ଜମିଦାର ହଉଛି ମୋର ବାଲ୍ୟ ବନ୍ଧୁ। ବାଲ୍ୟ ବନ୍ଧୁ। ତାରି ଝିଅ ଆଜି ମୋ ଘରର ବୋହୂ ହବ, ୟାଠାରୁ ଖୁସିର କଥା କଣ ହେଇପାରେ? ବାପା ଏ ସତରେ ବାପା ସାଗର, ବାପା ଆମ ବାହାଘରକୁ ଭଲ କାମ ସ୍ୱୀକୃତି ଦେଲେ କରିଛି। ତାହେଲେ? ହଁ ରେ ମା, ଅସ୍ୱୀକାର କରିବା ପ୍ରଶ୍ନ ହିଁ ନାହିଁ। କାହିଁକି ନା ମୁଁ ସ୍ୱପ୍ନ ଦେଖିଥିଲି ମୋ ବାଲ୍ୟ ବନ୍ଧୁ ସାଙ୍ଗରେ ବନ୍ଧୁତା କରିବି ବୋଲି। ସତ କହୁଛ ଆଜି ବାପା? ତାହା ମୋର ପୂରଣ ହେଇଛି ରେ ମା। କିନ୍ତୁ ବାପା ମୁଁ ବହୁତ ଖୁସି। ଆଉ ଗୋଟେ କଥା ତ ମୁଁ କହିବା ପାଇଁ ଭୁଲି ଯାଇଛି। ଜାଣିଛ ବାପା, ହଁ ମା, ତମେ ତ ଭଲ ଭାବରେ ଜାଣିଛ ମତେ ମା ମତେ ଜନ୍ମ ଦେଇ ଆର ପାରିକୁ ଚାଲିଗଲେ। ସେ କଥା ମୁଁ ଆଉ ଜାଣିଛି ରେ ମା। ବାପା ବାପା କିଛି ବର୍ଷ ପୂର୍ବରୁ ତାଙ୍କର ବି ଦେହାନ୍ତ କଣ ହୋଇଯାଇଛି। କହିଲୁ? ହଁ ବାପା, ମୁଁ ଏବେ କେବଳ ଏକୁଟିଆ, ସେଥିପାଇଁ ମୁଁ ୟାଙ୍କୁ ଭଲ ପାଇ ଆପଣଙ୍କ ଘରକୁ ବୋହୂ ସାଜି ଆସିଛି। ମୋ ବନ୍ଧୁ ଆର ପାରିକୁ ଚାଲିଗଲେ। ହଁ ଚାଲି ଯାଇଛନ୍ତି। ହେଲେ ଆଜି ଯାଏ ମୁଁ ଏ ଖବରଟା ମୁଁ- ଶୁଣି ନଥିଲି ରେ ମା। ବାପା ତମେ ଜାଣିବେ କେମିତି? କାହିଁକି ନା ଏତେ ବର୍ଷ ବିତିଗଲା ତମେ ଯିବା ଆସିବା କରିନଥିଲ, ସେଥିପାଇଁ ଏ କଥା ତମକୁ ଜଣା ନଥିଲା। ରେ ମା। କିନ୍ତୁ ମୁଁ ଜାଣିଥିଲି କେବଳ ମତେ ମୋ ବାପା କହିଯାଇଥିଲେ ମୋର ଗୋଟେ ବାଲ୍ୟକାଳର ବନ୍ଧୁ ଅଛନ୍ତି, ମୁଁ ତାଙ୍କୁ କଥା ଦେଇଛି। କିନ୍ତୁ ଏ କଥା ମୁଁ ଜାଣିନଥିଲି ବାପା କି ତମ ପୁଅ ହଉଛି ସାଗର। ସତରେ ଆଜି ସାଗରକୁ ପାଇ ମୁଁ ଭାରି ଖୁସି। ଶାସ୍ତ୍ର କହେ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ମଙ୍ଗଳ ପାଇଁ। ପାଇଁ। ଆଜି ମୁଁ ଠିକ ବୁଝିପାରୁଛି, ଯାହା ମୁଁ ମୋ ବନ୍ଧୁ ସାଙ୍ଗରେ କଥାବାର୍ତ୍ତା ହେଇକରି ମାନେ ଗୋଟେ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିଥିଲି, ବାପା ହେଲେ ସେଇ ଆମେ ତ ସମ୍ପର୍କ କରିପାରିଲୁନି। ଯୋଡ଼ି ଆମ ଦ୍ୱାରା ସେଇଟା ହେଇପାରିଲାନି। ବାପା ହେଲେ ତମେ ମାନେ ଆମ ପୁଅ ଝିଅ ହେଇକି ସେଇଟା କରିଦେଲ ରେ ମା। ସତ ଆଜି ମୁଁ କହୁଛ ବହୁତ ବାପା? ଖୁସି, ବହୁତ ଖୁସି ରେ ମା। ସତ କହୁଛ? ହଁ ମୁଁ ତମ ଦୁଇଙ୍କର ବିବାହ ଏତେ ଧୁମଧାମରେ କରିବି। ଏକ ହରିହରପୁର ସମସ୍ତେ ନାଚିବେ, ଗାଇବେ ଆଉ ଭୋଜି ଖାଇବେ। ବାପା ସତ ଆସ କହୁଛ? ଆମେ ବିବାହର ଆୟୋଜନ କରିବା। ଚାଲ ତେବେ ବାପା, ଠିକ ଅଛି ଚାଲ। ବାପା। ଆସ ରେ ମା, ଆସ।